ଗପ ଅମୃତରେ ବିକ୍ରମ ବେତାଳ ଗଳ୍ପ ଦୁଇ ପୁଅ। ସ୍ୱର୍ଣ୍ଣଧାରା ରାଜ୍ୟର ରାଜା ବିକ୍ରମ ଭୂପତି ଭାରି ସାହସୀ ଏବଂ ଦୟାଳୁ ଥିଲେ। ରାଜ୍ୟର ପ୍ରଜାମାନେ ଆନନ୍ଦ ଉଲ୍ଲାସରେ ଦିନ କାଟୁଥିଲେ। ରାଜାଙ୍କର କୌଣସିଥିରେ ଅଭାବ ନଥିଲା, କିନ୍ତୁ ସନ୍ତାନ ସନ୍ତତି ନଥିବାରୁ ମନର ସନ୍ତାପ ଲାଗି ରହୁଥିଲା। ରାଜଦମ୍ପତି ସନ୍ତାନ ଆଶାରେ ବହୁ ପୂଜା ଉପବାସ କଲେ। ସେମାନେ ବହୁ ସାଧୁ ସନ୍ନ୍ୟାସୀଙ୍କୁ ଭେଟିଲେ, ତଥାପି କିଛି ଫଳ ମିଳିଲା ନାହିଁ। ରାଣୀ ମୁକୁନ୍ଦମାଳା ପରାମର୍ଶ ଦେଲେ ଯେ ରାଜା ପୁନର୍ବିବାହ କରିବା ଉଚିତ। ବହୁଦିନ ପର୍ଯ୍ୟନ୍ତ ବିକ୍ରମ ଭୂପତି ଏଥିରେ ରାଜି ହେଲେ ନାହିଁ। ଶେଷରେ ସେ ବିବାହ କଲେ। ଦ୍ୱିତୀୟ ରାଣୀଙ୍କର ନାମ ଥିଲା ବାଳିକା ଦେବୀ। ଖୁବ୍ ଶୀଘ୍ର ରାଣୀ ବାଳିକା ଦେବୀ ଗର୍ଭବତୀ ହେଲେ। ରାଜା ବିକ୍ରମ ଭୂପତିଙ୍କ ସହିତ ରାଣୀ ମୁକୁନ୍ଦମାଳାଙ୍କର ମଧ୍ୟ ଆନନ୍ଦର ସୀମା ନଥିଲା। ପବିତ୍ର ଦିନରେ ରାଣୀ ବାଳିକା ଦେବୀ ସୁସ୍ଥ ସନ୍ତାନଟିଏ ଜନ୍ମ ଦେଲେ। ରାଜା ବିକ୍ରମ ଭୂପତି ପୁତ୍ରର ନାମ ରଖିଲେ ଜୟତେଜ। ଈଶ୍ୱରଙ୍କର ଦୟା ଅସୀମ। ପରବର୍ଷ ରାଣୀ ମୁକୁନ୍ଦବାଳା ଗର୍ଭବତୀ ହେଲେ। ସେ ମଧ୍ୟ ଏକ ପବିତ୍ର ଦିନରେ ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ। ରାଜଦମ୍ପତି ତାର ନାମ ରଖିଲେ ମୟୂରଧ୍ୱଜ। ଉଭୟ ରାଜକୁମାର ଏକାଠି ପିଲାଦିନୁ ବଢ଼ିଲେ। ସେମାନେ କେବେ କୌଣସି ଜିନିଷ ପାଇଁ କଳି କରୁନଥିଲେ। ସେମାନଙ୍କର ପରସ୍ପର ପ୍ରତି ସ୍ନେହ ଦେଖି ସମସ୍ତେ ଆନନ୍ଦିତ ହେଉଥିଲେ। ରାଜା ବିକ୍ରମ ଭୂପତି ଦୁଇ ଶିଶୁଙ୍କୁ ଗୁରୁକୁଳକୁ ପଠାଇଲେ। ଉଭୟେ ଜୟତେଜ ଏବଂ ମୟୂରଧ୍ୱଜ ଗୁରୁକୁଳରେ ମନ ଦେଇ ପାଠ ପଢ଼ିଲେ। ବର୍ଷ ପରେ ବର୍ଷ ବିତିଗଲା। ଦୁଇ ରାଜକୁମାର ଶିକ୍ଷା ଶେଷ କରି ନବଯୁବକରେ ପରିଣତ ହେଲେ। ସେମାନଙ୍କୁ ସମ୍ମୁଖରେ ଦେଖି ରାଜାଙ୍କର ଛାତି ଗର୍ବରେ ଫୁଲି ଉଠୁଥିଲା। ରାଜା ବିକ୍ରମ ଭୂପତି ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ। ସେ ତାଙ୍କର ଉତ୍ତରାଧିକାରୀଙ୍କୁ ରାଜସିଂହାସନରେ ବସାଇବାକୁ ଚାହିଁଲେ। ରାଜ୍ୟର ପରମ୍ପରା ଥିଲା ଯେ ବଡ଼ ରାଣୀଙ୍କର ପ୍ରଥମ ପୁତ୍ର ରାଜଗାଦିରେ ବସିବେ, କିନ୍ତୁ ତାଙ୍କର ସାନ ରାଣୀଙ୍କର ପୁତ୍ର ବଡ଼ ରାଣୀଙ୍କର ପୁଅଠାରୁ ବୟସରେ ବଡ଼ ଥିଲେ। ବର୍ତ୍ତମାନ ରାଜଗାଦି କାହାକୁ ଦିଆଯିବ, ବଡ଼ ରାଣୀଙ୍କର ସାନ ପୁଅକୁ ନା ସାନ ରାଣୀଙ୍କର ବଡ଼ ପୁଅକୁ? ବିକ୍ରମ ଭୂପତି ସ୍ଥିର କରିପାରିଲେ ନାହିଁ। ସେ ମନ୍ତ୍ରୀମାନଙ୍କର ପରାମର୍ଶ ମାଗିଲେ, କିନ୍ତୁ କେହି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ରାଜା ନିଷ୍ପତ୍ତି ନେଇ ନ ପାରିବାରୁ ଦୁଇ ପୁଅଙ୍କୁ ଡକାଇ କହିଲେ, ପିଲାମାନେ, ମୁଁ ଚାହେଁ ତୁମେ ଦୁଇ ଜଣ 6 ମାସ ପର୍ଯ୍ୟନ୍ତ ରାଜ୍ୟରେ ବୁଲି ଦେଖିବ। ଏହି ସମୟରେ ପଡ଼ୋଶୀ ରାଜ୍ୟକୁ ମଧ୍ୟ ବୁଲିଯିବ। ତାପରେ ଆସି ମୋତେ ଭେଟି ତୁମର ଅନୁଭୂତି ବିଷୟରେ କହିବ। ଦୁଇ ରାଜକୁମାର ସମ୍ମତି ଜଣାଇ ବୁଲି ବାହାରିଲେ। 6 ମାସ ପରେ ସେମାନେ ଫେରି ଆସିଲେ। ରାଜା ବିକ୍ରମ ଭୂପତି ସେମାନଙ୍କର ଅନୁଭୂତି ବିଷୟରେ ପଚାରିଲେ। ବଡ଼ ପୁଅ ଜୟତେଜ କହିଲେ, ମୁଁ ସମଗ୍ର ରାଜ୍ୟ ବୁଲି ଦେଖିଲି ଏବଂ ପଡ଼ୋଶୀ ରାଜ୍ୟ ବାଳିକାନ୍ତିକା ବୁଲି ଆସିଲି। ଆମ ରାଜ୍ୟ ସବୁ ଦିଗରୁ ବିକଶିତ। ଆମ ରାଜ୍ୟର ଲୋକେ ବେଶ୍ ସନ୍ତୁଷ୍ଟ। ବାଳିକାନ୍ତିକା ରାଜ୍ୟ ଆମ ରାଜ୍ୟ ସହିତ କୌଣସି ଦୃଷ୍ଟିରୁ ସମକକ୍ଷ ନୁହେଁ। ସେମାନେ ଆମର ଶାସନକୁ ସମାଲୋଚନା କରୁଛନ୍ତି, କିନ୍ତୁ ତାହା ସହିତ ଆମର ପ୍ରଶାସନିକ ବ୍ୟବସ୍ଥାକୁ ଅନୁସରଣ କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଏହା ହିଁ ଆମର ମହାନତାର ବର୍ଣ୍ଣନା କରେ। ରାଜା ବିକ୍ରମ ଭୂପତି ସାନ ପୁଅ ଆଡ଼କୁ ଚାହିଁଲେ। ମୟୂରଧ୍ୱଜ କହିଲେ, ଭାଇ ଯାହା କହିଲେ, ଆମର ରାଜ୍ୟ ସବୁ ଦିଗରୁ ବିକଶିତ, କିନ୍ତୁ ଜଣେ ରାଜା ସଫଳତାରେ ସନ୍ତୁଷ୍ଟ ହେବା ଅନୁଚିତ। ଏବେ ବି ଆମ ରାଜ୍ୟରେ ଦାରିଦ୍ର୍ୟ ରହିଛି। ଆମକୁ ଏହା ଦୂର କରିବାକୁ ହେବ। ଯେତେବେଳେ ମୁଁ ଦେଖିଲି ଯେ ଆମ ପଡ଼ୋଶୀ ରାଜ୍ୟ ଦେଇ ଗଙ୍ଗା ନଦୀ ବହିଯାଇଛି, ମୁଁ ବୁଝିପାରିଲି ଯେ ଆମ ରାଜ୍ୟରେ ନଦୀ ନାହିଁ। ଯଦି ଆମେ ଗଙ୍ଗା ନଦୀର କିଛି ଜଳ ଆମ ରାଜ୍ୟକୁ ଆଣିପାରିବା, ଆମ ରାଜ୍ୟ ଦୁର୍ଭିକ୍ଷର ସମ୍ମୁଖୀନ ହୋଇପାରିବ। ଜଳସେଚନ ସୁବିଧା ଯୋଗୁଁ କେବଳ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଆମେ ସାମଗ୍ରିକ ବିକାଶ ହାସଲ କରିପାରିବା। ତୁମେ ଭଲ କଥା କହିଲ, କିନ୍ତୁ ଆମର ପଡ଼ୋଶୀ ରାଜ୍ୟ ବାଳିକାନ୍ତିକା ରାଜା ରୁଦ୍ରକେତୁ ଆମକୁ ଶତ୍ରୁ ଭାବରେ ଦେଖନ୍ତି। ଆମେ କିପରି ତାଙ୍କ ରାଜ୍ୟର ନଦୀ ଜଳ ଆମ ରାଜ୍ୟକୁ ଆଣିପାରିବା? ରାଜା ବିକ୍ରମ ଭୂପତି ପଚାରିଲେ। ଜୟତେଜ ଉତ୍ତର ଦେଲେ, ଆମ ପଡ଼ୋଶୀ ରାଜ୍ୟର ନଦୀ ଜଳ ଆମ ରାଜ୍ୟକୁ ଆଣିବା ଅସମ୍ଭବ। ଏହା ଶୁଣି ମୟୂରଧ୍ୱଜ କହିଲେ, ଆପଣ କିପରି ପ୍ରଥମେ ଚେଷ୍ଟା ନ କରି କହୁଛନ୍ତି ଯେ ଏହା ଅସମ୍ଭବ? ପ୍ରତ୍ୟେକ ସମସ୍ୟାର ସମାଧାନ ଥାଏ। ଆମକୁ ଏ ଦିଗରେ ଉଦ୍ୟମ କରିବାକୁ ହେବ। ଆମ ଭିତରେ ଅନୁକୂଳ ମନୋଭାବ ରହିବା ଉଚିତ। ଆସନ୍ତୁ, ଏ ଦିଗରେ ମୟୂରଧ୍ୱଜଙ୍କ କହିବା ଅନୁସାରେ ଉଦ୍ୟମ କରିବା। କଥାବାର୍ତ୍ତା ଶେଷ କରି ରାଜା ବିକ୍ରମ ଭୂପତି ଏସବୁ କହିଲେ। ଏହିପରି କିଛି ମାସ ବିତିଗଲା। ରାଜା ବାଳିକାନ୍ତିକା ରାଜ୍ୟର ରାଜା ବିକ୍ରମ ଭୂପତିଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ। ବିକ୍ରମ ଭୂପତି ଦୁଇ ପୁତ୍ର ସହିତ ମନ୍ତ୍ରୀମାନଙ୍କୁ ରାଜପରିଷଦକୁ ଡକାଇଲେ। ଜୟତେଜ କହିଲା ଯେ ରୁଦ୍ରକେତୁଙ୍କର ସେନାବାହିନୀ ଆମ ସେନାବାହିନୀର 2 ଗୁଣ। ଯଦି ଯୁଦ୍ଧ ହେବ ଆମେ ହାରିବା ନିଶ୍ଚିନ୍ତ। ତେଣୁ ସନ୍ଧି କରିବା ପାଇଁ ଚେଷ୍ଟା କରିବା ଶ୍ରେଷ୍ଠ। ତାପରେ ରାଜା ବିକ୍ରମ ଭୂପତି ସାନ ପୁଅଙ୍କର ମତାମତ ଚାହିଁଲେ। ଆମେ ଏହାକୁ ଏକ ମହାନ ସୁଯୋଗ ଭାବରେ ବିଚାର କରିପାରିବା। ଯଦି ଆମେ ଆମର ସେନାବାହିନୀ ଯଥାର୍ଥ ଭାବରେ ପ୍ରସ୍ତୁତ କରିପାରିବା ଏବଂ
ଆଗକୁ ବଢ଼ିବା। ଆମେ ଚେଷ୍ଟା କରି ଗଙ୍ଗା ନଦୀର ଜଳ ଆମ ରାଜ୍ୟକୁ ଆଣିପାରିବା। ଯେହେତୁ କୌଣସି କାରଣ ନଥାଇ ବାଳିକାନ୍ଥିକା ରାଜ୍ୟ ଆମକୁ ଆକ୍ରମଣ କରୁଛନ୍ତି, ଆମେ ଆମର ପଡ଼ୋଶୀ ରାଜ୍ୟମାନଙ୍କୁ ଅନୁରୋଧ କରିପାରିବା। ସେମାନେ ତାଙ୍କର ସୈନ୍ୟବାହିନୀ ପଠାଇ ଆମର ସହାୟତା କରିପାରନ୍ତି। ଅବଶ୍ୟ ଆମକୁ ମନରେ କୌଣସି ଦ୍ୱିଧା ନ ରଖି ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବାକୁ ହେବ। ରାଜା ବିକ୍ରମ ଭୂପତି ଅନୁଭବ କଲେ ଯେ ଏହା ଅପେକ୍ଷାକୃତ ଭାବରେ ଉତ୍ତମ ସମାଧାନ। ମୟୂରଧ୍ୱଜଙ୍କର ଭାବନା ଅନୁଯାୟୀ ପଡ଼ୋଶୀ ରାଜ୍ୟମାନେ ରାଜା ବିକ୍ରମ ଭୂପତିଙ୍କୁ ସେନାବାହିନୀରେ ସୁଦୃଢ଼ କରିବାର ସହାୟତା କଲେ। ସାହସୀ ଯୁବକ ମୟୂରଧ୍ୱଜ ସେନାବାହିନୀର ନେତୃତ୍ୱ ନେଲେ। ତାଙ୍କର ଉତ୍ସାହ ଦେଖି ସୈନ୍ୟମାନେ ପ୍ରବଳ ପରାକ୍ରମର ସହିତ ଲଢ଼ିଲେ। ସ୍ୱର୍ଣ୍ଣଧାରା ରାଜ୍ୟ ବିଜୟୀ ହେଲା। ମୟୂରଧ୍ୱଜ ରାଜ୍ୟରେ ପହଞ୍ଚି ପିତାଙ୍କୁ ଶୁଭ ସମ୍ବାଦ ଦେଲେ। ତାପରେ ସେ କହିଲେ, ଏହି ଯୁଦ୍ଧ ପୂର୍ବରୁ ଆପଣଙ୍କ ମନରେ ଦ୍ୱିଧା ଥିଲା ଯେ ଆପଣ ରାଜ୍ୟ ମୋତେ ପ୍ରଦାନ କରିବେ କିମ୍ବା ଜୟତେଜଙ୍କୁ। ବର୍ତ୍ତମାନ ସେହି ସମସ୍ୟାର ସମାଧାନ ହୋଇସାରିଛି। ମୁଁ ଅନୁରୋଧ କରୁଛି, ଆପଣ ବର୍ତ୍ତମାନ ଜୟତେଜଙ୍କୁ ଆମର ରାଜ୍ୟର ରାଜା କରାନ୍ତୁ। ମୋତେ ବାଳିକାନ୍ଥିକା ରାଜ୍ୟର ରାଜ୍ୟଭାର ଦିଅନ୍ତୁ। ମୁଁ ଏହି ରାଜ୍ୟ ଜିତି ଆସିଛି। ରାଜା ବିକ୍ରମ ଭୂପତି ଆନନ୍ଦରେ ମୟୂରଧ୍ୱଜଙ୍କୁ କୁଣ୍ଢାଇ ପକାଇଲେ। ପବିତ୍ର ଦିନ ଦେଖି ସେ ମୟୂରଧ୍ୱଜଙ୍କୁ ସ୍ୱର୍ଣ୍ଣଧାରା ରାଜ୍ୟର ରାଜା କଲେ ଏବଂ ଜୟତେଜଙ୍କୁ ବାଳିକାନ୍ଥିକା ରାଜ୍ୟର ରାଜ୍ୟଭାର ଅର୍ପଣ କଲେ। ବାଳିକାନ୍ଥିକା ରାଜ୍ୟ ସ୍ୱର୍ଣ୍ଣଧାରା ରାଜ୍ୟର ଶାସନ ଅଧୀନରେ ରହିଲା। ବେତାଳ କାହାଣୀଟି ସମାପ୍ତ କରି କହିଲେ, ହେ ରାଜା ବିକ୍ରମ, ଜୟତେଜ ଆର୍ଥିକ ଦୃଷ୍ଟିରୁ ଏବଂ ବାସ୍ତବତା ଦୃଷ୍ଟିରୁ ଚିନ୍ତା କରୁଥିଲେ। ତେଣୁ ସେ କହିଲେ ଯେ ତାଙ୍କ ରାଜ୍ୟ ପଡ଼ୋଶୀ ରାଜ୍ୟ ତୁଳନାରେ ସମୃଦ୍ଧ। ସେହିପରି ଭାବରେ ଯେତେବେଳେ ରୁଦ୍ରକେତୁ ସ୍ୱର୍ଣ୍ଣଧାରା ରାଜ୍ୟ ବିରୋଧରେ ଯୁଦ୍ଧ ଘୋଷଣା କଲେ, ସେ ପରାମର୍ଶ ଦେଲେ ଯେ ସେମାନେ ସନ୍ଧି କରିବା ଉଚିତ, କାରଣ ଶତ୍ରୁ ସେନାବାହିନୀର ଆକାର ସେମାନଙ୍କର ଦ୍ୱିଗୁଣ ଏବଂ ଜୀବନହାନି ଏଡ଼ାଇବା ଉଚିତ। ବର୍ତ୍ତମାନ ସ୍ଥିତିକୁ ସୁରକ୍ଷିତ ରଖିବା ଆବଶ୍ୟକ। ତେଣୁ ମୟୂରଧ୍ୱଜ ତାଙ୍କର ବାପାଙ୍କୁ ଖୁସି କରିବାକୁ ଚାହୁଁଥିଲେ। ତେଣୁ ସେ କହିଲେ, ଯଦି ସେମାନେ ଗଙ୍ଗା ନଦୀର ପାଣି ଆଣିପାରିବେ ତେବେ ଅଧିକ ସମୃଦ୍ଧି ହାସଲ କରିପାରିବେ ଏବଂ ପିତାଙ୍କୁ ବୁଝାଇ ଦେଇଥିଲେ ଯେ ଯଦି ସେମାନେ ଯୁଦ୍ଧରେ ଜିତିପାରିବେ ତେବେ ସେମାନେ ସହଜରେ ତାଙ୍କ ରାଜ୍ୟକୁ ପାଣି ଆଣିପାରିବେ। ସୌଭାଗ୍ୟବଶତଃ ସେମାନେ ବିଜୟୀ ହେଲେ, ଅନ୍ୟଥା ସେମାନେ ଯାହା ବର୍ତ୍ତମାନ ପାଇଛନ୍ତି ସେସବୁ ମଧ୍ୟ ହରାଇଥାନ୍ତେ। ଅବଶ୍ୟ ଯେତେବେଳେ ମୟୂରଧ୍ୱଜ ତାଙ୍କର ପିତା ଜୟତେଜଙ୍କୁ ତାଙ୍କ ରାଜ୍ୟର ରାଜା କରିବା ପାଇଁ ପରାମର୍ଶ ଦେଲେ ଏବଂ ତାଙ୍କୁ ବାଳିକାନ୍ଥିକା ରାଜ୍ୟ ପ୍ରଦାନ କରିବାକୁ କହିଲେ, ରାଜା ବିକ୍ରମ ଭୂପତି ତାହାର ବିପରୀତ କାର୍ଯ୍ୟ କଲେ। ଏହା ପ୍ରମାଣ କରୁଛି ଯେ ରାଜା ତାଙ୍କର ସାନ ପୁଅକୁ ବେଶୀ ସ୍ନେହ କରୁଥିଲେ। ଏହା ପକ୍ଷପାତିତା ନୁହେଁ କି? ଯଦି ତୁମେ ମୋ ପ୍ରଶ୍ନର ଉତ୍ତର ଜାଣି ନୀରବ ରହିବ, ତୁମର ଶିର ଶତଧା ବିଦୀର୍ଣ୍ଣ ହେବ। ଏହା ଶୁଣି ରାଜା ବିକ୍ରମ ଏହିପରି ଉତ୍ତର ଦେଲେ, ଗୋଟିଏ ରାଜ୍ୟ ସେତେବେଳେ ପ୍ରଗତି ପଥରେ ଆଗେଇ ଯିବ ଯେତେବେଳେ ଜଣେ ରାଜା ତାଙ୍କର ବିକାଶ ଦେଖି ସନ୍ତୋଷ ଲାଭ କରିପାରିବେ ନାହିଁ। ସେ ଭବିଷ୍ୟତରେ ନାଗରିକ ପାଇଁ ମଧ୍ୟ ଯୋଜନା କରିବେ। ଏହା ସହିତ ଜଣେ ରାଜାଙ୍କର ସବୁବେଳେ ଅନୁକୂଳ ମନୋଭାବ ରହିବା ଆବଶ୍ୟକ। ଯଦି ରାଜ୍ୟର ରାଜା ନୈରାଶ୍ୟବାଦୀ ହେବେ ତେବେ ଏହା ରାଜ୍ୟର ପ୍ରଗତି ପଥରେ ପ୍ରତିବନ୍ଧକ ହେବ। ରାଜା ଜୟତେଜ ସନ୍ତୋଷ ବ୍ୟକ୍ତ କଲେ, ଯେତେବେଳେ କି ମୟୂରଧ୍ୱଜ ଦୂରଦର୍ଶିତା ଓ ତାଙ୍କର ଆଶା ଆକାଂକ୍ଷା ବ୍ୟକ୍ତ କଲେ। ମୟୂରଧ୍ୱଜ ସେନାବାହିନୀର ନେତୃତ୍ୱ ନେଲେ, ମନପ୍ରାଣ ଦେଇ ଉଦ୍ୟମ କଲେ, ସୈନ୍ୟମାନଙ୍କୁ ଉତ୍ସାହିତ କଲେ, ଯୋଜନାବଦ୍ଧ ଭାବରେ କାର୍ଯ୍ୟ କଲେ, ଅସମ୍ଭବ ମନେ ହେଉଥିବା ବିଜୟ ହାସଲ କରିବାକୁ ସକ୍ଷମ ହେଲେ। ଏହା ହେଉଛି ଜଣେ ପ୍ରକୃତ ଚକ୍ରବର୍ତ୍ତୀଙ୍କର ଗୁଣ। ତେଣୁ ଯେତେବେଳେ ମୟୂରଧ୍ୱଜ ରାଜା ବିକ୍ରମ ଭୂପତିଙ୍କୁ ସ୍ୱର୍ଣ୍ଣଧାରା ରାଜ୍ୟ ମୟୂରଧ୍ୱଜଙ୍କୁ ପ୍ରଦାନ କରିବାକୁ କହିଲେ, ରାଜା ବିକ୍ରମ ଭୂପତି ସ୍ୱର୍ଣ୍ଣଧାରା ରାଜ୍ୟଟି ତାଙ୍କୁ ପ୍ରଦାନ କଲେ। ସେ ଚାହୁଁଥିଲେ ଜୟତେଜ ତାଙ୍କର ଅଭିଜ୍ଞତାରୁ ମୟୂରଧ୍ୱଜ ପରି ଅନୁକୂଳ ମନୋଭାବ ବିକଶିତ କରନ୍ତୁ ଏବଂ ଦକ୍ଷ ରାଜା ହେବା ପାଇଁ ଆବଶ୍ୟକ ଗୁଣ ହାସଲ କରନ୍ତୁ। ତେଣୁ ସେ ଜୟତେଜଙ୍କୁ କିଛି ଦିନ ପାଇଁ ମୟୂରଧ୍ୱଜଙ୍କର ଶାସନ ଅଧୀନରେ ରହିବା ପାଇଁ ନିଷ୍ପତ୍ତି ନେଲେ। ସେ ସାନ ପୁଅ ପ୍ରତି ତାଙ୍କର ଭଲ ପାଇବା କାରଣରୁ ପକ୍ଷପାତୀ ଭାବରେ ଏପରି ବିଚାର କରିନଥିଲେ। ଏହା ବାସ୍ତବରେ ଯଥାର୍ଥ ବିଚାର ଥିଲା। ସେ ରାଜ୍ୟର ମଙ୍ଗଳ ସହିତ ରାଜପୁତ୍ରମାନଙ୍କୁ ମଧ୍ୟ ଦକ୍ଷ ରାଜା ଭାବରେ ଦେଖିବାକୁ ଚାହୁଁଥିଲେ। ରାଜାଙ୍କର ଉତ୍ତର ଦେବା ଶୁଣି ନୀରବତା ଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ଅଦୃଶ୍ୟ ହୋଇଗଲା ଏବଂ ପୁନର୍ବାର ବୃକ୍ଷରେ ଓଲଟା ଝୁଲି ପଡ଼ିଲା।